ସୀମାନ୍ତ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଛି। ବାଲେଶ୍ୱର ମୟୂରଭଞ୍ଜର ସୀମାନ୍ତ ଦୁର୍ଗାଦେବୀ ପଞ୍ଚାୟତର ରାଉତରାୟପୁରସ୍ଥିତ ଭଞ୍ଜଛଡ଼ା ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ 6 ଘଟିକା ସମୟରେ ମଙ୍ଗଳ ଆଳତୀ, 7ଟାରେ ସୂର୍ଯ୍ୟପୂଜା, 9 ଘଟିକାରେ ଶ୍ରୀଜଗନ୍ନାଥ ପ୍ରତିଷ୍ଠା, 10 ଘଟିକାରେ ରସହୋମ, ମୈଲମ, 11ଟାରେ ରଥ ପ୍ରତିଷ୍ଠା, ଅପରାହ୍ନ 4 ଘଟିକାରେ ତିନି ଠାକୁରଙ୍କର ଗଟି ପହଣ୍ଡି, ଛେରା ପହଁରା ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ଜଗନ୍ନାଥ ମନ୍ଦିରର ରଥଯାତ୍ରା କମିଟିର ସଭାପତି ତଥା ରାଜା ପ୍ରଭାତ ବିଶ୍ୱାଳ ରାଜା ବେଶରେ ରଥ ଉପରେ ଛେରା ପହଁରା କରିଥିଲେ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ, ରେମୁଣା ବ୍ଲକ ଓ ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ହାତରେ ଦୌଡ଼ି ଧରି ରଥ ଟାଣିଥିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁଶେଖର ପରିଡ଼ା, କମିଟିର ସମ୍ପାଦକ ସତ୍ୟବ୍ରତ ମିଶ୍ର, କମିଟିର ସଦସ୍ୟ ଧୀରେନ୍ଦ୍ର ମହାପାତ୍ର, ନାରାୟଣ ମହାନ୍ନା, ଗଜେନ୍ଦ୍ର ସାହୁ, ଜଗେଶ୍ୱର ସାହୁ, ରାମନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ରଥ ଟଣାରେ ସହଯୋଗ କରିଥିଲେ। ସନ୍ଧ୍ୟା 6ଟାରେ ରଥ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ନୂଆହାଟ ଛକରେ ଥିବା ଚେଙ୍ଗୁଆ ମଙ୍ଗଳପୁରସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ମଧ୍ୟ ତିନି ଠାକୁରଙ୍କୁ ଗଟିପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅଣାଯାଇ ସିଂହାସନରେ ଉପବିଷ୍ଟ କରାଯାଇଥିଲା। ଏହି ଅବସରରେ ପାଗ ଅନୁକୂଳ ଥିବାରୁ ସନ୍ଧ୍ୟାରେ ପ୍ରବଳ ଜନଗହଳି ହୋଇଥିଲା। ଆଗାମୀ ସୋମବାରଠାରୁ ତିନି ଠାକୁରଙ୍କୁ 10 ଅବତାର ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିବାର ସୁଯୋଗ ପାଇବେ। से व्यक्ति मान को छाड़ी उपरको से आसिक लगे प्रधान बागर दर्शन करके जी। जय जगन्नाथ। प्रभु जगन्नाथ चरण कमल भक्तिपूत प्रणाम जनाऊँगी। प्रत्येक वर्ष भली ए वर्ष सीमांत रथयात्रा बहु आडंबर प्रभु जगन्नाथ आशीर्वाद सुचारू रूपे समाप्त होइछि। प्रभु जगन्नाथ, बलभद्र, सुभद्रा एवं सुदर्शन महाराज रथारूढ़ होई चतुर्धा मूर्ति आज समस्त ए अंचलर साधारण जनता को दर्शन देइछन्ति। साधारण जनता तकर चर्मचक्षुरे चतुर्धा मूर्ति को रथ उपरे दर्शन पाई आज अपूर्वित आनंदरे उद्भसित होइछन्ति एवं कोटि जन्मर पुण्य पाइछन्ति। आज सकाळे सूर्य पूजा, रसहोम एवं आमर नवजौवन दर्शन, नेत्रोत्सव सबू समस्त विधि विधान कार्य समाप्त होगा पर गोटी पहंडी रे छेरा पहरा पर ठाकुर रथारूढ़ होते
ଏବଂ ରଥ ଆସି ମାଉସୀ ମା ମନ୍ଦିର ଚେଗୁଆ ମଙ୍ଗଳପୁରରେ ପହଞ୍ଚିଛି। 2 ଗୋଟି ଜିଲ୍ଲାର ଏ ସଂଯୋଗ ସ୍ଥଳ ଯାହାର ନାମ ସୀମାନ୍ତ ରଥଯାତ୍ରା। ମୟୂରଭଞ୍ଜ ବାଲେଶ୍ୱର ଅଞ୍ଚଳର ସମସ୍ତ ଭାଇମାନେ ଗୁରୁଜନମାନେ ମା ମାଉସୀମାନେ ଆଜି ଭକ୍ତିର ଭାବରେ ଯେଉଁଭଳି ଆଜି ଜନସମୁଦ୍ରଟି ଦେଖିପାରୁଛନ୍ତି ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିବି ଏହିଭଳି ଆଶୀର୍ବାଦ କରନ୍ତୁ। ଏ ଅଞ୍ଚଳର ଭାଇମାନେ ସମସ୍ତେ ଭାଇଚାରା ଭିତରେ ରୁହନ୍ତୁ, ହସ ଖୁସିରେ ସମୟ କାଟନ୍ତୁ ଏବଂ ଏ ଅଞ୍ଚଳ କୃଷି ପ୍ରଧାନ ଅଞ୍ଚଳ ସମସ୍ତ କୃଷକ ଭାଇମାନଙ୍କ ପାଇଁ ଏ ବର୍ଷ ଶସ୍ୟ ଶ୍ୟାମଳାର ବର୍ଷ ହେଉ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ। ସର୍ବଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ବଳଭଦ୍ର ସୁଭଦ୍ରା ଏବଂ ସୁଦର୍ଶନ ମହାଦେବ ପ୍ରାର୍ଥନା କରିବି ପ୍ରଭୁ ଆମକୁ ଏଇଭଳି ଶକ୍ତି ଦିଅନ୍ତୁ, ସାମର୍ଥ୍ୟ ଦିଅନ୍ତୁ ଆପଣଙ୍କର ସେବା ପୂଜା କରିବା ପାଇଁ ଏବଂ ଆପଣଙ୍କ ଚରଣ ତଳେ ଆଉ ଥରେ ସମର୍ପିତ ହୋଇ ମୁଁ ମୋର এই କାର୍ଯ୍ୟକ୍ରମ କିଭଳି ଆଗକୁ ଆଗେଇ ଯିବ ଆଗାମୀ ବର୍ଷ ବାହୁଡ଼ା ଏତିକି ପ୍ରାର୍ଥନା କରି ରହୁଛି। ଜୟ ଜଗନ୍ନାଥ।